ଇଏ ଉଠିଗଲା ଏକାଥରେ ଉଠିକି ଅନଉଛି କିଛି କହନା ଏମିତି ହାବା କିଛି ଏମିତି ଖୋର୍ଦ୍ଧା ଟୋକା ରାଜା ଏବେ ଘଣ୍ଟି ବା ଏବେ ଘଣ୍ଟି ବା। ହାଇ ଫ୍ରେଣ୍ଡସ୍ ଗୁଡ୍ ମର୍ଣ୍ଣିଂ ପୁଣି ଏକ ନୂଆ ବ୍ଲଗରେ ସମ୍ମାନଙ୍କୁ ସ୍ୱାଗତ ଜଣାଉଛି। ତ ସାଙ୍ଗମାନେ ସକାଳ ଏବେ ଟାଇମ ହବ କେତେଟା ହବ ଟାଇମ 10:23 ହେଲାଣି। ତ ଗାଁର ମାନେ ଭିଲେଜ ଦେଶୀ ଭିଲେଜ ଆମର ଗୋଟେ ୱାଇଫ ଟା ହଉଛି ଏଇଭଳି। ତ ଏଠି ଲିଓକୁ ଦେଖ ଲିଓ ଏଠି ଆମର ବସିକି ମିସ୍ କରୁଛି ସୁନ୍ଦରକୁ ଖୋଜୁଛି ସେ। ତାପରେ ଦୀପା ଏଠି ଆମେ ବସିକି ଏଠି ସକାଳୁ ସକାଳୁ ଆଇଟମ ଗୁରା କରିଥିଲା କଣ କହିଲ ସିମେଇ ତାପରେ ବିସ୍କେଟ କେକ୍ କଦଳୀ କେତେ କଣ ଖାଇବା ଥିଲା ଏଠି ଖାଇଛୁ ଖାଇକି ଟିକେ ବସିଛୁ। ମୁଁ ଯାଉଛି ଟିକେ ସୁନ୍ଦରକୁ ଖୋଜିକି ଆସିବି। ଆମ ବିଲେଇ ନିଖୋଜ ହେଇଗଲା ଆଜିକି 3 ଦିନ ହେଇଗଲା। ତାକୁ ନେଇକି ଯିବା। ତାକୁ କଣ ନେଇକି ଯିବୁ? ତାକୁ କଣ ନେଇକି ଯିବୁ? ତାକୁ ନେଇଗଲେ ସେ ବାହାରିକି ଆସିବ। ନାଇଁ ନାଇଁ ସିଏ କଣ ବାହାରିକି ଆସିବ? ସାଙ୍ଗମାନେ ଦେଖି ପାରୁଥିବ ପୁରା ଜାମୁ କୋଳି ପୁରା ଲଙ୍କା ଲୁଣ କଞ୍ଚା ଲଙ୍କା ଲୁଣ ପୁରା ପକେଇକି ପୁରା ଆଣିଛନ୍ତି ଆମର ଦୀପା ମ୍ୟାଡାମ। ଆଉ ପୁରା ବଢିଆ ଟେଷ୍ଟି ଲାଗୁଛି। ଆଉ ଯାଉଛି ମୁଁ 2 ଖଣ୍ଡ ଖଣ୍ଡେ ଖାଇବି ତାପରେ କଣ କେମିତି କଣ ଲାଗୁଛି। ଆଉ ଟିକେ ଲୁଣ ପଡିଥାନ୍ତା। ଲୁଣିଆ ହେଇଗଲେ ଭଲ ଲାଗିବନି। ଲିଓ ଖାଇବୁ? ଏଇ ଯୋଉ ପାଣିଟା ଅଛି ଦେଖ ଅନୁଜ ହେଲେ କିଛି କହିବନି। ଅନୁଜ ହେଲେ କିଛି କହିବନି ମହା ଗାଲୁଆ। ଏ ଯୋଉ ପାଣିଟା ନାଇଁ ଏଇ ପାଣିରେ ବୁଡେଇକି ଖା। ବୋପା କି ରାଗ ରାଗ ନା ବଢିଆ ହେଇଛି। ଲୁଣ ପକେଇଥାନ୍ତି ନା ଆଉ କଣ ହେଲା? ମୋର କାଶ ହେଲା ତମର ବି କାଶ ହେଲା। ଭଲ ମିଠା ଜାମୁ କୋଳିଟା ଦେ। ଆଉ ଟିକେ ଲୁଣ ପକେଇଥାନ୍ତି ବଢିଆ ପକେଇକି ଆଣିବି ଯା ତୁ ଯା ହାତ ଟିକେ ଲୁଣ ନେଇକି ଯା 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 ଗଛ ଉଠିଛି ଏଠି ପଥରରେ। ହଁ ପଥରରେ ନେଇକି ଯା ଲୁଣ ଟିକେ ପକେଇଦବା ଦେହରେ ବହୁତ ବଢିଆ ଲାଗିବ ଅତି ସୁନ୍ଦର ଲାଗିବ। ଦେଖ କେତେ ବର୍ଷା ହେଇଛି ଦେଖ ଦେଖିପାରୁଥିବ ବର୍ଷା ବହୁତ ହେଇଛି ଏଠି। ଲୁଣ କାଇଁ ଦେଖ ଲିଓର ଖାଦ୍ୟ ଦେଖିବ ସିଏ ଆଉ ଖାଉଛି ସେଇଆକୁ ସବୁବେଳେ ଖାଇବା ସେଆକୁ ନହେଲେ ସେ ଖାଇବନି ପିଲାବେଳୁ ତାର ଅଭ୍ୟାସ ହେଇଯାଇଛି। ଏତିକି ତ ଥାଉ ଆଉ ନରେ ସ୍ପେଶାଲ ଜିନିଷଟା ସ୍ପେଶାଲ ଜିନିଷଟା ପକେଇକି ଆଣିଛି। ଲୁଣ ତ ପକେଇଛି ଆଉ କଣଟା ପକେଇବି କଣ ସ୍ପେଶାଲ ଜିନିଷ କହିଲା ଲୁଣିଆ କଦଳୀ। କାଶ ଜାଣିଛେ ନା କେମିତି କେମିତି ଗୋଟା କରିଦଉଛି ଦେଖ ବଢିଆ ଲାଗୁଛି ନା ଭଲ ଲାଗୁନି? ଭଲ ଲାଗୁଛି ସେଦିନ କିଣିବାକୁ କହୁଥିଲେ କିଣିଲେନି। କେତେ ହେଇଛି ଆମର ଏଠି କାଇଁ କିଣା ହବ କାଇଁ ବଢିଆ ଲାଗେ ଏଥର ରାଗ ଲଙ୍କା ଦଳି ଦେଇଛୁ ବୋଧେ ଖଣ୍ଡିଏ ପୁରା। ମୁଁ ବେଶୀ ରାଗ ଖାଇବିନି ବୋଲି ଅଳ୍ପ ଟିକେ ନା ପକେଇଲି। ଜାଣିଛି ରାଗ ହେଇଯିବ ଲଙ୍କା ରାଗଟା ପୁରା ଏଇ ଲଙ୍କା ଟା ରାଗ ଲାଗୁଛି ବହୁତ। ଆକ୍ଟିଂ କରୁଛ ନାକ ସଲସଲ ହେଇଯାଉଛି।
ଇଏ ଉଠିଗଲା ଏକାଥରେ ଉଠିକି ଅନଉଛି କିଛି କଣ ହେଲା ଏମିତି ଲିଓ ଭାଇ କଣ ହେଲା ବେ ଏମିତି ଶିଖା ଯେ ନରକୋଳି ଯାଇକି ବାହାରେ ତଣ୍ଟି ତଣ୍ଟି କତ କଥା ହେଇଯାଉଛି ସେଇଟା ମିଠା ଲାଗୁଥିଲା। ଆଉ କାଇଁ ନାକ ପଡିଗଲା ନାକ ପଡିଗଲା ଆଉ କାହିଁନି ଖଜୁରୀ କୋଳି ଆଣିକି ସେଠି ଖାଇଲେ ହନ୍ତା ଦେଖ ତମେ ଦେଖ ଖଜୁରୀ କୋଳି ହେଇ ଦେଖ ଜୁମ କରିଦେଲି ଏଲୋ ମାଲ ହେଇଠି ପୁରା ଖଜୁରୀ କୋଳି ଦେଖେ ଦୀପାକୁ କହିଲେ ସିନା ଖଜୁରୀ କୋଳି କହିବ ଆଣିବାକୁ ଖଜୁରୀ କୋଳି ଆଣିକି ଖାଇବା ଗାଡି ଭଳିଆ ସାଉଣ୍ଡ ହଉଛି ସେ ଯୁଗ ରାସ୍ତା ସାଇଡ ରେ ଇଏ ଘାସ ଗୁରା କାଟନ୍ତି ଗୋଟେ ମେସିନ ଭଳିଆ ଗାଡି ହିରୋଣ୍ଡା ସାଉଣ୍ଡ ଭଳିଆ ଅଛି ଘଁ ଘଁ ଏମିତି ଚିପିକି ତାକୁ କାଟନ୍ତି ପାପିଆ ଭଳିଆ ଲାଗିଥିବ ଗୋଟେ କେମିତି ଲାଗିଲା କୁହ ଜାମୁକୋଳି ଖାଇକି ଇଶଳ ତ ଜାମୁକୋଳି ଖାଇକି ଆମ ଜେଜେମା ଯୋଉ ଗଲା ଭିଡିଓରେ ତମେ ଦେଖିଥିବ ଆମ ଆଈ ଯାହାକୁ କହୁଥିଲୁ ଯେ 100 ପରେ ପ୍ଲସ ହେଇଗଲାଣି ତାଙ୍କ ବୟସ ସେ ଜାମୁକୋଳି ଖାଇକି ମୋ ଶାଶୁଙ୍କୁ ଜନ୍ମ କରିଥିଲେ ନା ସେଇଭଳି ସିନି ଆଉ କଣ ତ ହଉ ଯାଉଛି ଟିକେ ଗଡିଛି ଆଇଲା କିଏ ଗୋଟେ ଜାଣିକି ଗୋଟେ ଛିଡା ହେଇକି ହାଲୋ ହଉ ଯାଉଛି ଟିକେ ଗଡି ପଡିବି ମତେ ଭୋକ ଲାଗେ ଲୁଣିଆ କୋଉଠି ଲାଗିଥିବ ଟାଇମ ହେଇଯାଇଛି କେତେ ସୁନ୍ଦର ଲାଗୁଛି ଦେଖ ବଢିଆ ଲାଗୁଛି ଗଛ ଗୁଡା ପୁରା ଗଛ ଗୁଡା ବି ସୁନ୍ଦର ଲାଗୁଛି ପୁରା ବଢିଆ ଲାଗୁଛି ପୁରା ବି ସୁନ୍ଦର ଆଉ ଗୋଟେ କଥା ତମକୁ ଦେଖଉଛି ଦେଖ ଦେଖ ଆମର ନରକୋଳି 2 ମାସ ତଳେ ହେଇଯାଇଥିଲା ଏପଟ ସାଇଡ ରେ ହେଲାଟି ଏପଟ ସାଇଡରେ ଫୁଲ ଥିଲା ଏବେ ଦେଖ ଏପଟ ସାଇଡ ପୁରା ଫୁଲ ହେଇଗଲାଣି ଦେଖଉଛି ତମକୁ ଜୁମ କରିକି ଦେଖ ଏବେ ଏପଟ ସାଇଡ ପୁରା ଦେଖ ଏବେ ଏପଟ ସାଇଡ ପୁରା ଫୁଲ ହେଇଯାଇଛି ଏପଟ ସାଇଡରେ କିଛିଟା ନାହିଁ ଏପଟ ସାଇଡରେ ଆଗରୁ ହଉଥିଲା ଏପଟ ସାଇଡରେ କିଛି ହେଇନି ଏଇପଟ ସାଇଡରେ ପୁରା ଫୁଲ ହେଇଯାଇଛି ଜାଣିଛ ତ କେମିତି କଣ କେଜାଣି ବର୍ଷକୁ 2 ଥର ହେଇଗଲାଣି 2 ମାସରେ ହେଇଥିଲା ପୁଣି ହେଇଠି ଏବେ ହେଲା ଦେଖାଯାଉ ଆଉ ଅଧିକ ହବ ନା କଣ ଆଉ ଆଗକୁ ହେଇପାରେ ନା କଣ ପଣସ ତ ବି ଗଲାଣି ପଣସ ଗଲା ପଣସ ଅଛି ଦେଖିବା ଗଛରେ ହଁ ଗୋଟିଏ ଅଛି ପଣସ ତ କଣ ଗୋଟା କଣଟା କଣଟା ରହିଥିଲା ଯେ କଣ ରହିଥିଲା ହଁ ସେ ମନ୍ଦିର କଥା କହୁଛୁ ଟି କେମିତି ହବ ଶୋଇଛି ଲିଓ ଏଇ ମୁଁ ଯାଉଛି ଆ ଯାଉଛି ଆ କହିଦେଲା ମାନେ ଉଠିଗଲା ଉଠିଗଲା ଯାଉଛି ଆ କହିଲା ମାନେ ଉଠିଯିବ ପୁରା ଏଇଟା ଖୋଲିବି ମାନେ ସେ ଆହୁରି ଦେଖେ ନା କେମିତି ସେ ଖାଲି କହୁଛି ମତେ ଖୋଲିଦିଅ ମୁଁ ଖାଲି ପଳେଇଯିବି ବହୁତ ଇଏ ହଉଛି ବହୁତ ମରିକି ତ ଗାଲକୁ ତୋଡ଼ିଦିଅ ଦେଖିପାରୁଥିବ ସାଙ୍ଗମାନେ ମୁଁ କାର ଭିତରେ ଆସିକି ବସିକି ଯାଉଛି ୟୁଟ୍ୟୁବ ମିନି ବ୍ଲଗର ଭଏସ ଓଭରଟା କରୁଛି କାରଣ ଘରେ ଆମର ଲିଓ ଯୋଉ ଅଛି ସେ ଯୋଉ କାଉଁ କାଉଁ ହଉଛି ତ
ତ ପୁରା ମୁଣ୍ଡ ପୁରା ଖରାପ ହେଇଯାଉଛି। ତାପରେ ନଏଜ କ୍ୟାନସେଲେସନ ବହୁତ ଆସୁଛି। କାର ଚାରିଟା କି ଝରକା ପୁରା ବନ୍ଦ, ବସିକି ଏଠି ନା ଭଏସ ଓଭର କରିଦେବି। ଆଉ କାରଟା ତ ଅଛି, ଏସି ନେ ଚଲେଇଦେବି, ଚଲେଇ ଦେଇକି ଆରାମରେ ପୁରା ଭଏସ ଓଭର କରିଦେବି ପୁରା ଇଏ କରିକି। ତ ହଉ ସାଙ୍ଗମାନେ, ଭିଡ଼ିଓଟି ପସନ୍ଦ ଆସୁଛି ତ ଲାଇକ୍ କରିଦବ, ଚ୍ୟାନେଲକୁ ନଷ୍ଟ ତ ସବସ୍କ୍ରାଇବ କରିଦବ, ବେଲ୍ ନୋଟିଫିକେସନକୁ ଅଲ୍ ରେ ପ୍ରେସ୍ କରିଦବ। ରହୁଛି, ଜୟ ଜଗନ୍ନାଥ।